ଚାଷୀ ମୁହଁରେ ଫୁଟିଛି ହସ। ଚାଷୀ ହେଉଛନ୍ତି ଦେଶର ଅନ୍ନଦାତା। ଖରା ହେଉ ବା ବର୍ଷା ହେଉ, ଚାଷୀ କିନ୍ତୁ କିଛି ଖାତିର କରନ୍ତି ନାହିଁ। ମୁଣ୍ଡି ଛାଳ ତୁଣ୍ଡିରେ ମାରି ଦୁଇ ମୁଠା ଅନ୍ନ ପାଇଁ କଣ ନ କରନ୍ତି ଚାଷୀ। ଗତ କିଛି ଦିନ ଧରି ସମସ୍ତ ଜିଲ୍ଲାରେ ବର୍ଷା ମଧ୍ୟ ଜାରି ରହିଛି। ଏହାକୁ ଦେଖି ଚାଷ କାର୍ଯ୍ୟରେ ଓହରି ପଡ଼ିଛନ୍ତି ଚାଷୀ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ନାଲାଗୁଣ୍ଠି ଏବଂ ଟିଗାଲ ଗ୍ରାମ ପଞ୍ଚାୟତରେ କିଛି ଚାଷୀଙ୍କ ପାଖରେ ଆମେ ପହଞ୍ଚି ସେମାନଙ୍କ ପ୍ରତିକ୍ରିୟା ନେଇଥିଲୁ। ଜଣାପଡ଼ିଥିଲା ସେମାନେ ବେଶ ଖୁସି ଅଛନ୍ତି, କାରଣ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ମଧ୍ୟ କରିବାକୁ ବିଳମ୍ବ ହେଉଥିଲେ। ତେବେ ଜିଲ୍ଲାରେ ବର୍ତ୍ତମାନ ଏହି ଅଞ୍ଚଳରେ ଚାଷୀମାନେ ଜାକାଲଗୁଣ୍ଠି ଡିଷ୍ଟ୍ରିବ୍ୟୁଟ କେନାଲ ଉପରେ ଅଧିକ ଭରସା ଜଟାଉଛନ୍ତି। ଏ କେନାଲ ପାଣିରେ 7ରୁ 8ଟି ଗାଁ ନିର୍ଭର ହୋଇଥିବା ବେଳେ ଶହ ଶହ ଚାଷୀ କେନାଲ ଜଳସେଚନ ଉପରେ ଫସଲ ଅମଳ କରି ବେଶ ଲାଭବାନ ହେଉଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ଚାଷୀ ଜଣକ। ମୋ ନାଁ ହେଉଛି ଶୁକ୍ଲାଲ ସରକାର। ମୁଁ ଏମପି 74 ବାସିନ୍ଦା। ଆମର ଏଇଟା ହେଉଛି ଜାଗାଲଗୁଣ୍ଡି ଡିଷ୍ଟ୍ରିବ୍ୟୁଟର। ଏ ଡିଷ୍ଟ୍ରିବ୍ୟୁଟରରେ ଭଲ ପାଣି ଆସିଛି। ଏ ଡିଷ୍ଟ୍ରିବ୍ୟୁଟରେ ଆମର 7-8ଟା ଗାଁର ଲୋକ ଚାଷବାସ କରୁଛନ୍ତି। ଧାନ ଚାଷ, ବାଦାମ ଚାଷ କରିକି ଲୋକମାନେ ବହୁତ ଉପକୃତ ହେଉଛି ଏବଂ ଲାଭବାନ ହେଉଛି। ମୁଁ ପାଖାପାଖି 7-8 ଏକର ଜମି ଚାଷ କରୁଛି ସବୁ ବର୍ଷ ଏବଂ ପାଣି ଆସିବା ପାଇଁ ଆମର ଏ ଏରିଆର ଚାଷୀମାନେ ବହୁତ ଉପକୃତ ହେଉଛି। ଆମେ ଚାହୁଁଛି ଆଗାମୀ ଦିନରେ ଏ କେନାଲଟା ଆଗ ଦିଗରେ ଆହୁରି କିଛି କାମ ହେଉ, ଯାହାଦ୍ୱାରା ଆମେ ଚାଷୀମାନେ ଉପକୃତ ହୋଇପାରିବୁ। ଜାକାଲଗୁଣ୍ଠି ଡିଷ୍ଟ୍ରିବ୍ୟୁଟ ଏକମାତ୍ର କେନାଲ ପାଣିକୁ ଭରସା କରି ହେକ୍ଟର ହେକ୍ଟର ଜମିରେ ବାଦାମ ଚାଷ କରିଥିଲେ, ଯାହାଦ୍ୱାରା ସେମାନେ ବେଶ ଲାଭବାନ ମଧ୍ୟ ହୋଇଥିଲେ। ବାଦାମ ଫସଲ ଅମଳ ପରେ ଏହି କେନାଲରେ ସରକାରଙ୍କ ପକ୍ଷରୁ ଏକ 22 ଲକ୍ଷ ଅଟକଳ ବ୍ୟୟ ବରାଦରେ ସରକାରଙ୍କ ପକ୍ଷରୁ କାର୍ଯ୍ୟଦୋଷ ଆସିଥିଲା, ଯାହାକି ଅତି ନିପୁଣ ଭାବରେ ସମାପନ ମଧ୍ୟ ହୋଇଥିଲା। ସମସ୍ତ କାର୍ଯ୍ୟର ତଦାରଖ ସ୍ଥାନୀୟ ଏବଂ ପାଣି ପଞ୍ଚାୟତର କମିଟିର ସଦସ୍ୟଙ୍କ ଉପସ୍ଥିତିରେ ସମାପନ କରାଯାଇଥିଲା। କେନାଲ ମରାମତିକୁ ଦେଖି ଅଞ୍ଚଳର ସମସ୍ତ ଚାଷୀ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହିତ କେନାଲର ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ଦେଇଥିବା ଯୋଗୁଁ ବରିଷ୍ଠ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ। ଆଗକୁ ଏହି କେନାଲକୁ ଆହୁରି ମରାମତି କାର୍ଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଚାଷୀ। ମୋ ନାଁ ଗୌର ମଣ୍ଡଲ। ମୁଁ MPB 74 ଗାଁର ବାସିନ୍ଦା ବା ଜଣେ ଚାଷୀ। କେନାଲରେ କିଛି ନହେଲେ ଆମେ 15 ଗାଁର ଚାଷୀମାନେ ଉପକୃତ ହେଉଛନ୍ତି। ବାଦାମ ଚାଷ ଏବଂ ଧାନ ଚାଷରେ, ରବି ଚାଷରେ ସମସ୍ତେ ପାଣି ନେଉଛନ୍ତି। ଆଉ ଯାହା କାମଟି ହେଇଛି, କାମଟା ବଡ଼ ସୁନ୍ଦର ହେଇଛି। ଆଉ ସାର୍ଙ୍କୁ ଅନୁରୋଧ କରିବି, ଆଗକୁ ଆମର କେନାଲଟା ଯେମିତି ଆହୁରି ଲମ୍ବା ବଢ଼ୁ, କାମ ହେଉ, ସୁନ୍ଦର ଭାବରେ କାମଟା କରାଯାଉ, ସମସ୍ତେ ଚାଷୀ ଉପକୃତ ହେବେ। ମୋ ନାଁ ସୁଶାନ୍ତ ସରକାର, ଗାଁ MPB 74। କେନାଲରେ ଭଲ ପାଣି ଆସିଛି ଆମର ଏଠି। ଆମେ ଭଲ ପାଣିରେ ସବୁବେଳେ ଭଲ ଚାଷ କରୁଛୁ। ବାଦାମ ଚାଷ ବି କରିଲି, ଭଲ ପଇସା ପାଇଲି 2 ପଇସା। ଆଉ ଧାନ ଚାଷ ବି ଭଲ ହେଉଛି, ଆଉ ରବି ଚାଷ ବି କରୁଛୁ ଆମେ। ଆଉ ସବୁବେଳେ ସାର୍ମାନେ ଭଲ ଦୃଷ୍ଟି ଦେଉଛି। ଆଉ କାମଟା ହେଲେ ମୁଁ ପାଣି ପଞ୍ଚାୟତ ଗୋଟେ ସଦସ୍ୟ, ମୁଁ ମଝିରେ ମଝିରେ ଆସିକି ଦେଖିଲି ନା କାମ ଭଲ ହେଲା। ଆହୁରି ଆଶା କରୁଛୁ ସାର୍ମାନଙ୍କୁ ଟିକେ ଅନୁରୋଧ କରୁଛୁ, ଆଉ ଟିକେ କାମ ଦେଲେ ଆମେ ଆଉ ଟିକେ ଉପକୃତ ହେବୁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।